जे पर्यंत मु जीवित रही पिताश्री मुखर बाहरी ये अपशब्द मते स्मरण कर चली केते बड़ भूल करी मु निज स्वामी कथा को अमान्य करी। स्वामी एबे जदि मु आपन को पिता कहबा को मना भी करी दिए तेबे भी पिता पुत्री ए संबंध समाप्त तो हबनी जे पर्यंत मु जीवित अच्छी। अर्थात ए पीड़ारू निजको मुक्त करिबा पाई आउ मो स्वामी को देथिबा वचन रखिबा पाई एबे केवल गोटिए उपाय अछि। ए समग्र सृष्टि एक कथार साक्षी रहिबो जे सती शिवंक सम्मानर रक्षा निमंते आत्मदाह करिनेले। शक्ति प्रभु अनर्थ हो गला प्रभु माता सती आत्मदाह करदेले प्रभु। वीरभद्र प्रजापति दक्षर शिर प्रतिरोध कर ताको। सती माता सती शव को धरी महादेव सेठू बाहरी गले। कुआड़े माता? शोकरे व्याकुल से समय ना तांको निज अवस्थार ज्ञान थिला आउ ना मध्य दिगर से बास चलुथिले आउ जोठी जोठी से तांको पाद रखिले सेठी हाहाकार सृष्टि ही चलिला। एही भली विनाशकारी दृश्य समग्र संसार ता पूर्वरु केबे देखि नतिला। आउ पुणी तांको रोकिबा पई ब्रह्मदेव पहुंचिले श्रीहरि विष्णुଙ୍କ पाखरे आउ तांको अनुरोधरे श्रीहरि विष्णु
ଶିବଙ୍କୁ ସତୀଙ୍କ ଠାରୁ ପୃଥକ କରିବା ପାଇଁ ନିଜର ସୁଦର୍ଶନ ଚକ୍ର ଚଲେଇଲେ। କଣ ଶିବ ଆଉ ବିଷ୍ଣୁଙ୍କ ମଧ୍ୟରେ ଯୁଦ୍ଧ ହେଲା ମାତା? ସେଇ ସୁଦର୍ଶନ ଚକ୍ରକୁ ପ୍ରୟୋଗ କରିବା ପରେ ମାତା ସତୀଙ୍କ ମୃତ ଶରୀରର 51 ଖଣ୍ଡ ହୋଇଗଲା। ଆଉ ତାପରେ ସେ 51 ଖଣ୍ଡ ଧରିତ୍ରୀ ଉପରେ ଅଲଗା ଅଲଗା ସ୍ଥାନରେ ଯାଇ ପଡ଼ିଲା। ଆଉ ତାପରେ ସେ ସ୍ଥାନ ଶକ୍ତିପୀଠ ହୋଇଗଲା। ଆଉ ମହାଦେବ ତାଙ୍କର କଣ ହେଲା? ମହାଦେବ ତ ଶେଷରେ ଶାନ୍ତ ହେଲେ, ପରନ୍ତୁ ମାତା ସତୀଙ୍କ ମୃତ୍ୟୁରେ ତାଙ୍କୁ ଏଭଳି ଆଘାତ ଲାଗିଥିଲା ଯେଉଁଥିରୁ ଉପଶମ ପାଇବା ପାଇଁ ଅନନ୍ତ କାଳ ପର୍ଯ୍ୟନ୍ତ ସମାଧିରେ ଲୀନ ହୋଇଗଲେ। କଣ ହେଲା? ତମକୁ କଥାର ଅନ୍ତ ଦୁଃଖ ତ ଲାଗିଲା? ମୁଁ ଦୁଃଖୀ କେବଳ ମହାଦେବଙ୍କ ପାଇଁ ନୁହଁ ମାତା, ମତେ ଦେବୀ ସତୀ ଆଉ ତାଙ୍କ ମାତାଙ୍କ ପାଇଁ ବି କଷ୍ଟ ଲାଗୁଛି। ତାଙ୍କର କଣ ଭୁଲ ଥିଲା ମାତା ଯେ ତାଙ୍କ ସହିତ ଏପରି ହେଲା? କଣ ଏହା ଅନ୍ୟାୟ ନୁହଁ ମାତା? ମତେ ଅତ୍ୟନ୍ତ ପ୍ରସନ୍ନତା ମିଳିଲା ମାରୁତି, ଯେ ତମେ ଏତେ ଛୋଟ ବୟସରେ ବି ଏତେ ସମ୍ବେଦନଶୀଳ। ପରନ୍ତୁ ଯୋଉଠି ମହାଦେବ ଅଛନ୍ତି ଅନ୍ୟାୟ ତ କେବେ ବି ହେଇପାରିବନି। ଅର୍ଥାତ୍ ମାତା? ଅର୍ଥାତ୍ ଯେବେ ମହାଦେବଙ୍କର କ୍ରୋଧର ଜ୍ୱାଳାମୁଖୀ ବିସ୍ଫୋରିତ ହେଉଥିଲା ସେତେବେଳେ ବୀରଭଦ୍ର ସଂସାରରେ ହାହାକାର ସୃଷ୍ଟି କରୁଥିଲେ। ସେତେବେଳେ ବ୍ରହ୍ମଦେବ ପହଞ୍ଚିଲେ କୈଳାସରେ। ଆପଣଙ୍କ ମନୋଦଶା ମୁଁ ବୁଝିପାରୁଛି ପ୍ରଭୁ, ପରନ୍ତୁ ବୀରଭଦ୍ରର ବିଧ୍ୱଂସ ଯଦି ଏହି ପ୍ରକାର ଚାଲିଥିବ ତେବେ ସୃଷ୍ଟିର ଅନ୍ତ ହୋଇଯିବ। କୃପା କରି ତାଙ୍କୁ ଅଟକାନ୍ତୁ ପ୍ରଭୁ। ମହାଦେବ, ତାଙ୍କୁ ରୋକନ୍ତୁ। ଶାନ୍ତ ହୋଇଯାନ୍ତୁ ପ୍ରଭୁ। ମୋର ମିନତି ଆପଣଙ୍କୁ। ମୁଁ ମାନୁଛି ଯେ ମୋ ପୁତ୍ର ଦକ୍ଷ ଯାହା କରିଛି ତାହା ଅନୁଚିତ ଥିଲା, ପରନ୍ତୁ ଏବେ ଯାହା ହେବାକୁ ଯାଉଛି ସିଏ ବି ତ ମହାପାପ। ଯଦି ମହାଯଜ୍ଞ ଅପୂର୍ଣ୍ଣ ରହିଯାଏ ତେବେ ମହାପାପ ହେବ। କୃପା କରି ଏ ମହାଯଜ୍ଞ ସମାପନର କିଛି ଉପାୟ କରନ୍ତୁ ଆଶୁତୋଷ। ଓମ୍ ନମଃ ଶିବାୟ। ଓମ୍ ନମଃ ଶିବାୟ। ଓମ୍ ନମଃ ଶିବାୟ। ତମର ଅପରାଧ କ୍ଷମାଯୋଗ୍ୟ ନଥିଲା ଦକ୍ଷ, ତଥାପି ମହାଦେବ ତମକୁ ଜୀବନ ଦାନ ଦେଲେ ଯେମିତି ତୁମେ ତୁମ ଯଜ୍ଞ ପୂର୍ଣ୍ଣ କରିପାରିବ। ଏହି ଛାଗଶିର ତୁମକୁ ମନେ ପକାଇ ଦେଉଥିବ ଯେ ଯୋଉ ମୁଖ ଦେବାଧିଦେବ ମହାଦେବଙ୍କ ନିନ୍ଦା କରିବ ତାର ସଂସାରରେ ଏହି ଅବସ୍ଥା ହେବ। ସତରେ ମାତା, ଶିବ ସମୁଙ୍କ ଭଳି କ୍ଷମା ପ୍ରଦାନକାରୀ এই জগତରେ ଆଉ କେହି ନାହାନ୍ତି। ଯେତିକି ବିଶାଳ ତାଙ୍କ ହୃଦୟ ଥିଲା ମାରୁତି, ସେତିକି ଗଭୀର ଥିଲା ତାଙ୍କ ପ୍ରେମ। ଏହି କାରଣରୁ ମାତା ସତୀଙ୍କ ସହ ତାଙ୍କର ପୁନର୍ମିଳନ ହେଲା। ତାହା କିପରି ମାତା? ଦେବୀ ସତୀ ପୁନର୍ଜନ୍ମ ନେଲେ ପର୍ବତରାଜ ହିମାଳୟଙ୍କ ପୁତ୍ରୀ ମାତା ପାର୍ବତୀଙ୍କ ରୂପରେ। ମାତା ପାର୍ବତୀଙ୍କ ମନରେ ଜନ୍ମରୁ ହିଁ ଶିବ ପ୍ରେମ ତ ଥିଲା, ଆଉ ପୁଣି ସେ ପୁରା ନିଷ୍ଠାର ସହ ଶିବ ଆରାଧନା ବି କଲେ। ଆଉ ତାପରେ ପୁନଶ୍ଚ ମହାଦେବଙ୍କୁ ନିଜ ପତି ରୂପରେ ପ୍ରାପ୍ତ କରିନେଲେ।
ଏଇ ମାଳ ମୁଁ ସ୍ୱୟଂ ମୋ ହାତରେ ଆପଣଙ୍କ ପାଇଁ ତିଆରି କରିଛି। ଦେବୀ, ମୁଁ ଜଟାଧାରୀ ଭସ୍ମ ପ୍ରିୟ କପାଳୀ। ଦେବୀ, ଏ ପୁଷ୍ପମାଳା ମୋଠୁ ଅଧିକ ଆପଣଙ୍କୁ ଶୋଭା ପାଇବ। ପ୍ରଭୁ, ମୁଁ ଧନ୍ୟ ହୋଇଗଲି। ଯେଭଳି ଭାବେ ଆପଣଙ୍କ ସ୍ପର୍ଶରେ ଭସ୍ମ ବି ଅମୃତ ପାଲଟିଯାଏ, ସେଇଭଳି ଭାବେ ମୋ ଜୀବନ ବି ଧନ୍ୟ ହୋଇଗଲା ପ୍ରଭୁ, କେବଳ ଆପଣଙ୍କ କୃପାରୁ। ନା, ଇଏ ମୋର କୃପା ନୁହଁ, ଇଏ ତ ଆପଣଙ୍କ ଭକ୍ତି ଏବଂ ଆପଣଙ୍କ ଅନୁପମ ପ୍ରେମ, ଯାହାଦ୍ୱାରା ଆମ ଦୁହିଁଙ୍କର ପୁନର୍ମିଳନ ସମ୍ଭବ ହୋଇପାରିଲା। ଶିବ ପାର୍ବତୀଙ୍କର ଏହି ମିଳନ ଶୁଣି ଆନନ୍ଦ ଆସିଗଲା ମାତା। ଏବେ ସମୟ ହେଉଛି ମୋର ସେ ପୁରୁଣା ପ୍ରଶ୍ନର। କ'ଣ ତମର ଉତ୍ତର ପ୍ରସ୍ତୁତ ଅଛି? ପ୍ରସ୍ତୁତ ଅଛି ମାତା। ଏଇ କଥାରୁ ମତେ ଏଇ ଶିକ୍ଷା ମିଳିଲା ମାତା ଯେ ଅହଙ୍କାରରୁ କେହି ବି ବଞ୍ଚି ନାହାନ୍ତି। ପ୍ରଜାପତି ସମାନ ଜ୍ଞାନୀ ବ୍ୟକ୍ତି ବି ଅହଙ୍କାରକୁ ଆସି ବିବେକ ହରେଇ ଦେଇଛନ୍ତି। ଆଉ ଯୋଉ ପୁତ୍ରୀକୁ ପାଇବା ପାଇଁ ସେ ଏତେ ତପସ୍ୟା କଲେ, ତାଙ୍କ ମୃତ୍ୟୁର କାରଣ ବି ସେ ନିଜେ ହେଇଗଲେ। ଦ୍ୱିତୀୟ ଶିକ୍ଷା ଏହା ବି ମିଳୁଛି ମାତା, ଯାହାଙ୍କ ପ୍ରେମ ପବିତ୍ର ହେଇଥାଏ, ଅନ୍ତରେ ତାଙ୍କର ମିଳନ ନିଶ୍ଚିତ। ଅକଳ୍ପନୀୟ ମାରୁତି, କୁହାଯାଏ ମାତା ସନ୍ତାନର ପ୍ରଥମ ଗୁରୁ ହୋଇଥାନ୍ତି, ପରନ୍ତୁ ତମର ଏସବୁ ବିଚାରକୁ ଶୁଣି ବେଳେ ବେଳେ ଏମିତି ଲାଗୁଛି ଯେପରି ଗୁରୁ ବି ନିଜ ଶିଷ୍ୟ ପାଖରୁ ବେଳେ ବେଳେ ଶିକ୍ଷା ଗ୍ରହଣ କରିବା ଉଚିତ। ସ୍ୱାମୀ, ନାଇଁ ପ୍ରିୟ, ତମେ ବିଶ୍ରାମ କର। କ'ଣ ହେଲା ସ୍ୱାମୀ? ଏଇ ଯୋଉ ତମର ମୁଖମଣ୍ଡଳରେ ତୃପ୍ତିର ଅନୁଭୂତି ଅଛି, ସେହିଭଳି ସ୍ୱର୍ଗ ସୁଖ ମାରୁତିଙ୍କ ମୁଖରେ ଦେଖି ଆସିଛି ମୁଁ। ମାରୁତି ଏବେ ବି ଜାଗ୍ରତ ଅଛନ୍ତି? ନାଇଁ, ଶୋଇଛନ୍ତି, କିନ୍ତୁ ନିଦ୍ରାରେ ବିଲୀନ ଥାଇବି ତାଙ୍କ ଅନ୍ତରରେ ଶିବଙ୍କ ନାମ ହିଁ ପ୍ରସ୍ଫୁଟିତ ହେଉଛି। ପ୍ରିୟ, ମତେ ଆଭାସ ହେଉଛି ଯେ ଆଜିକାଲି ମାରୁତିଙ୍କ ଚଞ୍ଚଳତା କମ୍ ହେଇଯାଇଛି। ଚଞ୍ଚଳତା ଏବେ ବି ଅଛି ସ୍ୱାମୀ, ପରନ୍ତୁ ହଁ, ଯେବେ ମୁଁ ତାଙ୍କୁ କଥା ଶୁଣଉଛି ତେବେ ଅତ୍ୟନ୍ତ ଧ୍ୟାନ ଲଗେଇ ଶୁଣୁଛନ୍ତି ସେ। ଆଉ ସବୁଠୁ ବଡ଼ ଆଶ୍ଚର୍ଯ୍ୟ କଥା, ଆମ ମାରୁତି ଯିଏ ଜଳପାନରେ ଝୁଡ଼ି ଭର୍ତ୍ତି ଫଳ ଖାଇ ଯାଉଥିଲେ ନା, ଯେବେ କଥା ଶୁଣୁଛନ୍ତି ତେବେ ଭୋକ ଲାଗିବାର ପ୍ରଶ୍ନ ହିଁ ଉଠଉନାହାନ୍ତି। ଇଏ ବି ଶିବ ଶମ୍ଭୁଙ୍କର ଚମତ୍କାର। ନିଃସନ୍ଦେହ, ଅନ୍ୟଥା ତାଙ୍କ ଦୁଷ୍ଟାମି ଉପରେ ଅଙ୍କୁଶ ଲଗେଇବା ଅସମ୍ଭବ ହେଇଥାନ୍ତା ସ୍ୱାମୀ। ଆପଣଙ୍କର ସ୍ମରଣ ଅଛି ଯେବେ ଋଷି ଦୁର୍ବାସା ଆମ ମହଲକୁ ଆସିଥିଲେ, ଆଉ ସେଇଦିନ ମାରୁତିଙ୍କୁ ଭେଟିବାର ଇଚ୍ଛା ପ୍ରକଟ କରିଥିଲେ? ଆଉ ସେ ସେତେବେଳେ କୋଉଠି ମିଳୁନଥିଲେ। ସେ ସମୟକୁ ସ୍ମରଣ କଲେ ମୋ ହୃଦୟ ଆଜି ବି ପ୍ରକମ୍ପିତ ହୁଏ। ମୋତେ ତ ଲାଗୁଥିଲା ଯେ ମୋର ପୁରା ପରିବାର ଋଷି ଦୁର୍ବାସାଙ୍କର ଭୟଙ୍କର କ୍ରୋଧରେ ବଳି ପଡ଼ିଯିବ।
ସେଇ ସମୟରେ ମୋର ମାରୁତିଙ୍କ ଉପରେ ଅତ୍ୟନ୍ତ କ୍ରୋଧ ଆସୁଥିଲା। ଦଣ୍ଡ ମୁଁ ମାରୁତିଙ୍କୁ ଦେଇଥିଲି, ପରନ୍ତୁ ପୀଡ଼ା ମତେ ହେଉଥିଲା। ପ୍ରିୟ, ଆମର ପୁତ୍ର ଅତ୍ୟନ୍ତ ଭାଗ୍ୟବାନ ଯେ ତାଙ୍କୁ ତମ ଭଳି ମାତା ମିଳିଛନ୍ତି। ତାଙ୍କଠୁ ବି ଅଧିକ ମୁଁ ଭାଗ୍ୟବତୀ ସ୍ୱାମୀ, ଯେ ମତେ ମାରୁତିଙ୍କ ଭଳି ସନ୍ତାନ ମିଳିଛି, ଯିଏ ମତେ ପ୍ରତ୍ୟେକ ସମୟରେ ଗର୍ବ ଅନୁଭବ କରାଉଛନ୍ତି। ଭୋଳାନାଥଙ୍କର କୃପା। ହର ହର ମହାଦେବ। ଆଚ୍ଛା ପ୍ରିୟ, ଏବେ ତମେ ବିଶ୍ରାମ କର, ମୁଁ ମୋର ରାଜକୀୟ କାର୍ଯ୍ୟ ପୂର୍ଣ୍ଣ କରି ଆସୁଛି। ଠିକ୍ ଅଛି। ধন্যবাদ মাতা। হর হর মহাদেব, হর হর মহাদেব। शुभम भूयता। ତମ ମାନଙ୍କର ଏକା ସାଙ୍ଗରେ ଆସିବାର ତ ଗୋଟିଏ ଅର୍ଥ ହେଇପାରେ। ହଁ ପ୍ରଭୁ, ଆପଣ ତ ଅନ୍ତର୍ଯାମୀ। ମାତା ଅଞ୍ଜନି ମାରୁତିଙ୍କୁ ଯୋଉ କଥା ଶୁଣେଇବାକୁ ଯାଉଛନ୍ତି, ଆମେ ବି ତାର ଅମୃତ ପାନ କରିବାକୁ ଚାହୁଁଛୁ। ଉତ୍ସୁକ ତ ମୁଁ ବି ଅଛି ସ୍ୱାମୀ, ଆପଣଙ୍କ ଆଗାମୀ ଅବତାରର ଗାଥା ଶୁଣିବା ପାଇଁ। ଯଦି ସମ୍ଭବ ହୁଏ ତେବେ ଟିକେ ସେ ବିଷୟରେ ବି କୁହନ୍ତୁ। ପିପଳାଦ। ପିପଳାଦ ହିଁ ହେଉଛନ୍ତି ମୋର ଆଗାମୀ ଅବତାର। ମାନବ ଜୀବନରେ ମୋର ପିପଳାଦ ଅବତାରର ଅତ୍ୟଧିକ ମହତ୍ତ୍ୱ ରହିଛି, କାରଣ ଶନିଙ୍କ ପୀଡ଼ାର ନିବାରଣ ପିପଳାଦଙ୍କ କୃପାରୁ ହିଁ ସମ୍ଭବ ହୋଇପାରିଥିଲା। ୟାଠୁ ଅଧିକ ଜାଣିବା ପାଇଁ ତମମାନଙ୍କୁ ଟିକେ ପ୍ରତୀକ୍ଷା କରିବାକୁ ହବ। जय कपीस तिहु लोक उजागर। ଇଏ କିଭଳି ସ୍ୱପ୍ନ ଥିଲା? ସେ ପିପଳ ବୃକ୍ଷ ଅଚାନକ ବଡ଼ ହେଇଗଲା, ଆଉ ତାପରେ ସେ ପ୍ରଳୟଙ୍କରୀ ସ୍ୱରୂପ। କଣ ଅର୍ଥ ହୋଇପାରେ ଏ ସ୍ୱପ୍ନର? ଓ ତେବେ ଇଏ ମହାଦେବଙ୍କର ଚମତ୍କାର। ଏ ସ୍ୱପ୍ନ ଆଉ ଏ ଆଦେଶ ଯେ ମତେ ଆଜି ମାରୁତିଙ୍କୁ ପିପଳ ବୃକ୍ଷ ମୂଳରେ ଜନ୍ମ ହେଇଥିବା ମହାଦେବଙ୍କର ପିପଳାଦ ଅବତାରର କଥା ଶୁଣେଇବାର ଅଛି। ହର ହର ମହାଦେବ।
हर हर महादेव। आज आमे कथा सुनिबा महादेवଙ୍କ अवतार ଯାହାର नाम थिला पिपलाद। पिपलाद? तेणु एही अवतार पछरे थिबा कारण आउ कथा दुईटी जाक रोमांचकर मारुति। तमर स्मरण अछि जेबे प्रजापति दक्ष सब ऋषि मुनि मानक सम्मुखरे महादेवଙ୍କୁ अपमान करिथिले? सेई यज्ञ रे ऋषि दधिची भी उपस्थित थिले। आउ समस्तଙ୍କୁ मुक दर्शक ही रहिथिबार देखि ऋषि दधिची अत्यंत क्रोधित हेले। तेबे से कोन कले माता? से श्रीहरि विष्णु को कहिले जे हे वासुदेव, गोटे पटे आपणक भक्त अछंती प्रजापति दक्ष, आउ अन्य पटरे मु महादेवଙ୍କ भक्त। कण एक भक्त द्वारा निज आराध्यंक अपमान होतिबा देखिबा उचित कि? परंतु श्रीहरि विष्णुଙ୍କ पाखरे तार कौनसी उत्तर नथिला। श्रीहरि विष्णुଙ୍କୁ मौन देखि ऋषि दधिची आहुरी क्रोधित हो गले, आउ से यज्ञ को छाड़ी दे चली गले। परंतु शनिदेव को ऋषि बरंकर ए आचरण आदौ भल लागिलानी। मंदगति श्याम वर्णाय कर्म फल धाताय घोराय रौद्राय भेषणाय शनैचराय नीलांजनम समाभासम रविपुत्रम यमाग्रजम छायामार्तण्ड शम्भुतम तं नमामि शनैश्चरम्। शनिदेव मु शनिदेव मोर प्रचंड दृष्टिर प्रकोपरे ए संपूर्ण सृष्टि आउ संपूर्ण ब्रह्मांड कंपी उठे। ऋषि दधिची आपण मो उपस्थिति रे सृष्टि रचयिता श्रीहरि विष्णु को अपमान कले। कदाचित निज तप बल उपरे आपण को एते अहंकार हो जाइछि जे आपण वासुदेव को तिरस्कार करदेले। ए दुस्साहसर दंड मु आपण को अवश्य देबी। ता परदिन शनिदेव तांको वाहन काक उपरे बसी चलिले। ऋषि दधिची को दंड देबाकू? नमः शिवाय। एबे देखिबी आंकु मो घातक दृष्टि किए बंचेइब। ओम नमः शिवाय। शिवाय रविपुत्रम यमाग्रजम छायामार्तण्ड शम्भुतम तं नमामि शनैश्चरम्। छायामार्तण्ड शम्भुतम तं नमामि शनैश्चरम्। हे शनिदेव, मु जानिछि जे आपण आपणक वक्र दृष्टि मो उपरे पकैछन्ति। यार प्रभाव को मु रोकी तो पारिबिनी, परंतु आपण यह स्मरण रखंतु जे यार मूल्य आपण को भी दबाकू पड़िबो। मते किए आह्वान दब? आपण आपण को मु नुहे स्वयं महादेवंक महा अवतार देवे। प्रतीक्षा करंतु, गोटिए शिक्षा तो आपण को एई जुगरे मिली जिवो। आउ द्वितीय अवतार प्रथम भी भीषण हब। मु परम शिव भक्त दधिची एई भविष्यवाणी करुछि जे त्रेतया जुगरे आपण को दंडित करिबा पई आसीबे
ଜଣେ ମହାବଳୀ ବାନର। ମାତା ଗୋଟେ ପ୍ରଶ୍ନ ଥିଲା। ଋଷି ଦଧିଚି ଯୋଉ ବାନର କଥା ଉଲ୍ଲେଖ କରିଛନ୍ତି ସିଏ କ'ଣ ଆମର ମାରୁତି? ହଁ ଭୃଙ୍ଗୀ, ପରନ୍ତୁ ସେ ପ୍ରସଙ୍ଗ ପାଇଁ ଏବେ ସମୟ ଅଛି। ଅର୍ଥାତ୍ ମହାବୀର ହନୁମାନ ଆଉ ଶନିଦେବଙ୍କର ସମ୍ମୁଖୀନ ପୁନଶ୍ଚ ହବ। ଏଇ ଭେଟ ତ ନିଃସନ୍ଦେହରେ ପ୍ରଳୟଙ୍କରୀ ହବ। ନନ୍ଦୀ, ଭୃଙ୍ଗୀ, ଏ ସଂସାରରେ ସତ୍ୟ କର୍ମର ଉଚିତ ଆକଳନ ହେଇଥାଏ। ତାପରେ ପଛକେ ସେ କର୍ମଫଳଦାତା ଶନି ହେଇଥାନ୍ତୁ ନା କାହିଁକି? ବାନର ତ ମୁଁ ମଧ୍ୟ ମାତା। ମୋର ମିତ୍ର ଜଗନ ମଗନ ବନ୍ଧୁ କୁହନ୍ତି ଯେ ମୁଁ ବଳବାନ ବୋଲି। ଆଚ୍ଛା, ତେବେ ସେ ବାନର ମୁଁ ନୁହେଁ ତ? ନାଇଁ। ଋଷି ଦଧିଚି ଯାହାଙ୍କ ପାଇଁ ଭବିଷ୍ୟତବାଣୀ କରିଛନ୍ତି ସେ ବାନର ଆଉ କିଏ ହେଇଥିବେ? ତମେ ଭଲା ଶନିଦେବଙ୍କ ସହ ଯୁଦ୍ଧ କାହିଁ କରିବ? ଏମିତି ବି ମୋ ମାରୁତି ଦେଖିବାକୁ ଏତେ ସୁନ୍ଦର, ଯଦି ଶନିଦେବ ଦୃଷ୍ଟି ପକେଇବାକୁ ଆସିବେ ତେବେ ବି ତମକୁ ଦେଖି ମୋହିତ ହେଇଯିବେ। ଆଗକୁ ମତେ କୁହ ନା ମାତା, କଣ ଶନିଦେବଙ୍କ ଦୃଷ୍ଟିର ପ୍ରଭାବ ଋଷି ଦଧିଚୀଙ୍କ ଉପରେ ତୁରନ୍ତ ପଡ଼ିଗଲା? ଆଉ ମହାଦେବଙ୍କ ଅବତାରର ଆଗମନ କେବେ ହବ? କଣ ସେ ଋଷି ଦଧିଚୀଙ୍କୁ ଶନିଦେବଙ୍କ କ୍ରୋଧରୁ ବଞ୍ଚେଇ ନେବେ? ମାରୁତି ଧୈର୍ଯ୍ୟ ଧର। ଧୈର୍ଯ୍ୟ ଧରିବ ତ ସବୁ ଉତ୍ତର ତମକୁ ସ୍ୱୟଂ ମିଳିଯିବ। ସର୍ବପ୍ରଥମେ ଶନିଦେବଙ୍କ ଦୃଷ୍ଟିର ପ୍ରଭାବ ଏମିତି ଅକସ୍ମାତ ହେଇନଥାଏ, ତାହା ହେଇଥାଏ ସନୟ ସନୟ। ଆଉ ଦ୍ୱିତୀୟରେ ଏଇଆ ଯେ ପ୍ରତ୍ୟେକଟି କାର୍ଯ୍ୟ ପଛରେ କୌଣସି ନା କୌଣସି କାରଣ ଅବଶ୍ୟ ରହିଥାଏ। ଅର୍ଥାତ୍ ଯେପରିକି ଶନିଦେବଙ୍କର ଏଇ ପ୍ରସଙ୍ଗ ଯୋଡ଼ି ହୋଇଥିଲା ଋଷି ଦଧିଚୀଙ୍କ ସହିତ, ସେଇଭଳି ଋଷି ଦଧିଚୀଙ୍କ ପ୍ରସଙ୍ଗ ଯୋଡ଼ି ହେଇଥିଲା ଅନ୍ୟ କୋଉଠି, ମହାରାକ୍ଷସ ବୃତ୍ତାସୁର ସହ। ଏ ବୃତ୍ତାସୁର କିଏ ମାତା? ବୃତ୍ତାସୁର ଏକ ଏଇଭଳି ମହାସୁର ଯିଏ ବ୍ରହ୍ମଦେବଙ୍କଠୁ ଘୋର ତପସ୍ୟା କରି ଏକ ବିଚିତ୍ର ବରଦାନ ପ୍ରାପ୍ତ କରି ନେଇଥିଲା। ଯେ କୌଣସି ବି ଧାତୁରେ ନିର୍ମିତ କୌଣସି ବି ଅସ୍ତ୍ରଶସ୍ତ୍ରରେ ତାର ମୃତ୍ୟୁ ହେଇପାରିବନି। ତେବେ ତ ସେ ରାକ୍ଷସକୁ ପରାଜିତ କରିବା କଠିନ ହେଇଯାଇଥିବ ନା ମାତା? ହଁ ହଁ, ସେ ନିଜକୁ ନିଜେ ଅମର ଭାବି ନେଇଥିଲା। କ୍ରୂର ତ ପୂର୍ବରୁ ସେ ଥିଲା, ପରନ୍ତୁ ବରଦାନ ପ୍ରାପ୍ତ କରିବା ପରେ ସେ ନିରଙ୍କୁଶ ବି ହେଇଗଲା। ତା ରାକ୍ଷସ ସେନାକୁ ନେଇ ସେ ବିନାଶର ଏଇଭଳି ଲୀଳା ଆରମ୍ଭ କଲା ଯେ ସମସ୍ତ ଦେବତା ଓ ମାନବଙ୍କ ମଧ୍ୟରେ ହାହାକାର ପଡ଼ିଗଲା। ଆଉ ସମସ୍ତଙ୍କୁ ପରାସ୍ତ କରିବା ପରେ ତାର ଦୃଷ୍ଟି ପଡ଼ିଲା ଇନ୍ଦ୍ରଲୋକ ଉପରେ। ଆରମ୍ଭ ପୂର୍ବରୁ ହିଁ ଅନ୍ତ, ଆଉ ଅନ୍ତ କରିବାକୁ ଆସିଯାଇଛି ମୁଁ। ବୃତ୍ତାସୁର, ଇନ୍ଦ୍ରଦେବ, ସ୍ୱର୍ଗର ସିଂହାସନ ତ୍ୟାଗ କରିଦିଅ ଅଥବା ମୋ ସହ ଯୁଦ୍ଧ କର। ବୃତ୍ତାସୁର, ଆଜି ତୁ ଏଠୁ ଜୀବିତ ଫେରିବୁ ନାହିଁ। ଅଗ୍ନିଦେବ ଭସ୍ମ କରିଦିଅନ୍ତୁ ୟାକୁ। ଆଶ୍ଚର୍ଯ୍ୟ, ମୋ ଶକ୍ତିର କୌଣସି ପ୍ରଭାବ ପଡୁନାହିଁ ୟା ଉପରେ। ଦେବଗଣ ଆକ୍ରମଣ! ଦେବରାଜ! ବୃତ୍ତାସୁର!
मोर एते शक्तिशाली शस्त्र भी आ ऊपर कौन प्रभाव पड़ू नहीं। या सह युद्ध करबा निज अंत को आमंत्रित करबा हबो। देवतागण जदि निज प्राणर रक्षा चाहुछ तेबे शीघ्र अति शीघ्र एठू पलायन कर जाओ। असहाय देवतागण पहुँचिले देव विश्वकर्मा पाखरे। एबे देवतांक आग्रहरे देव विश्वकर्मा तांक पई नुआ नुआ अस्त्र शस्त्र तैयारी कले जहा पूर्व ठारू भी अधिक शक्तिशाली थिला। परंतु से अस्त्र शस्त्र द्वारा भी देवतागण वृत्तासुर को पराजित करि पारिलेनी। जदि से समय मु सेठी थांते ना माता से वृत्तासुर को म पुछरे बांधी दे जंगल को नहीं जाई थांती जोटू से केबे ले बारी बारी न थांदा। यार उत्तर तो मु तुमको एबे देबी नहीं, परंतु हाँ महादेवंक अवतार पिपलादंक कथा ये तेबे अंत तो सुखकर ही हब। तेणु वृत्तासुर इंद्रलोक उपरे निजर आधिपत्य स्थापन करदेला। सबु देवतागण निराश और हताश हो पहुंचिले ब्रह्मदेवंक पाखरे। परंतु ब्रह्मदेव तांको कहिले जे एई भली समय रे केवल जणे ही व्यक्ति अछंती जिए तांकर सहायता करि परिबे आउ सिए हेउछंती ऋषि दधीची। मु देखि पारुची देवी सुरबाचा निकट भविष्यत रे मोर नियति परिवर्तित होबाकु जाउची। अच्छा एपरि केबे स्वामी? एई देवता मानंको ब्रह्मदेव एठिके पठाइछंती। प्रणाम ऋषि दधीची। प्रणाम ऋषिवर मु आपनक पाखकु एक मिनति नहीं आसीछि। मु मोर जोग शक्ति द्वारा आपण माने एठिके आसीबार प्रयोजन जानी सारिछि इंद्रदेव। परंतु एई विषय रे आज मु चर्चा करि पारिबि नाही। कृपा करी आपण माने काली आसंतु। कदाचित आपण हमर परिस्थिति बुझी पारु नाहंती। निश्चित समय पूर्वरु किछि भी हुए नाही देवराज। आपण माने काली आसंतु, आपणक समस्यार समाधान हेई जिवो। प्रणाम। सबु देवता माने इठाको एका संगरे आसीबार कारण कोन थिला? आ स्वामी तांको काली कहीं के आसीबाको कहिले? स्वामी उचित समय आसिले तमको भी तम प्रश्नर उत्तर मिली जिवो। एबे मोर एई अनुरोध छे किछि समय पई तमे तम पितांक घर को चली जाओ। आपण किछि चिंता करी ही कहिथिबे। आपणक इच्छा को आपणक आज्ञा मानी मु आज ही प्रस्थान करिबी। स्वामी को आज्ञा अनुसार मु मो पिताश्री घर को आसी तो गली महादेव, किंतु मोर मन एबे भी सेठी रही जाइछि। के जानी आज मोर ध्यान कोठी अछि? मते क्षमा करंतु शिव शंभु। हे ईश्वर, आज ये कौन होची? गोटे परे गोटे अशुभ सूचना। महादेव ये कौन से अनिष्ट संकेत नुहे तो? मो स्वामी को रक्षा करिबे भोलानाथ। जदि तांकर किछि हे जाय तेबे मु जीवित रही परिबिनी।
ସୁରଭି ମାତା ମୁଁ ଅଥର୍ବାନ ପୁତ୍ର ପରମ ଶିବ ଭକ୍ତ ଦଧିଛି ଆପଣଙ୍କୁ ଆବାହନ କରୁଛି। କୁହନ୍ତୁ ଋଷିବର, ଆପଣ ମୋତେ କାହିଁକି ସ୍ମରଣ କଲେ? ଆଉ ଆପଣ ନିଜ ଶରୀରରେ ଲବଣୀ ଲେପ କାହିଁକି ଲଗେଇଛନ୍ତି? ଏକ ମିନତି ଅଛି ମାତା ଆପଣଙ୍କୁ। ଆପଣ ମୋ ଶରୀରର ସମ୍ପୂର୍ଣ୍ଣ ମାଂସକୁ ନିଜର ଜିହ୍ୱା ଦ୍ୱାରା ବାହାର କରିନିଅନ୍ତୁ। ଏ କି ପ୍ରକାର ମିନତି ଋଷିବର? ଏହା ମୋର ପ୍ରାରବ୍ଧ ମାତା। ଯଦି ଆପଣ ଆଜି ମୋ ପ୍ରାର୍ଥନା ସ୍ୱୀକାର କରିବେ ତେବେ ମୋ ଜୀବନ ସଫଳ ହେଇଯିବ। ଆପଣଙ୍କ ଭଳି ମହାଜ୍ଞାନୀଙ୍କ କଥା ମୁଁ କିପରି ଟାଳି ପାରିବି? ଯେମିତି ଆପଣଙ୍କ ଇଚ୍ଛା। हे प्रभु, ଇଏ କିଭଳି ବିକଟ ଦୃଶ୍ୟ ଦେବରାଜ? ये मानव कंकाल एठी काहेकि पड़िछि? यार अर्थ कौन? ऋषि दधिची आउ तांको पत्नी कोठी देखा जाउ नांती। ସେମାନେ ଆଉ ଆଶ୍ରମ ତ୍ୟାଗ କରି ଚାଲିଗଲେନି ତ? ଲାଗୁଛି ହୁଏତ ତାଙ୍କୁ ଆମ ସମସ୍ୟାର କୌଣସି ସମାଧାନ ମିଳି ନଥିବ। ମତେ ପୂର୍ବରୁ ହିଁ ଏଭଳି ଆଶଙ୍କା ଥିଲା ଯେ ସିଏ ଆମର ସହାୟତା କରିପାରିବେନି। ଅର୍ଥାତ୍ ଆମର ସମସ୍ୟା ଏବେ ବି ଠିକ୍ ସେହିଭଳି ରହିଛି। ପ୍ରଣାମ ପରମ ପିତା। ସମସ୍ୟାର ସମାଧାନ ଦେଖିବା ପାଇଁ ହେଲେ ନେତ୍ରର ନୁହଁ ଦୃଷ୍ଟିର ଆବଶ୍ୟକତା ରହିଥାଏ। ପରନ୍ତୁ ଏଭଳି ପ୍ରତୀତ ହେଉଛି ବୃତ୍ତାସୁର ନାମକ ସଙ୍କଟ ଆପଣମାନଙ୍କୁ ଦୃଷ୍ଟିହୀନ କରିଦେଇଛି। ଇଏ ଆପଣ କଣ କହୁଛନ୍ତି ବ୍ରହ୍ମଦେବ? ଏଇ ନରକଙ୍କାଳ ଏ ହେଉଛି ଆପଣଙ୍କ ରକ୍ଷକ। ଇଏ ଆପଣଙ୍କୁ ବୃତ୍ତାସୁରର କୋପରୁ ବଞ୍ଚେଇବ। କ୍ଷମା କରନ୍ତୁ ପ୍ରଭୁ। ଦେବ ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ ଶ୍ରେଷ୍ଠ ଅସ୍ତ୍ର ସବୁକୁ ସେ ରାକ୍ଷସ କାଠ ଭଳି ଭାଙ୍ଗି ଫୋପାଡ଼ି ଦେଲା। ତେବେ ଏ ନର କଙ୍କାଳର କ'ଣ ଅସ୍ତିତ୍ୱ ପ୍ରଭୁ? ଇଏ କୌଣସି ସାଧାରଣ ନରକଙ୍କାଳ ନୁହଁ। ଋଷି ଦଧିଚିଙ୍କର ଅସ୍ଥି ଇଏ ବରୁଣ ଦେବ। ଋଷି ଦଧିଛି? ପରନ୍ତୁ କିଭଳି ପରମ ପିତା? ଋଷି ଦଧିଚିଙ୍କ ଭଳି ଶିବ ଭକ୍ତ ଆଉ ସିଦ୍ଧ ପୁରୁଷ ଏହି ସଂସାରରେ ଦୁର୍ଲଭ। ସେ ଜଗତ କଲ୍ୟାଣ ପାଇଁ କେତେ ବଡ଼ ବଳିଦାନ ଦେଇଛନ୍ତି ଏ କଥା ଆପଣ କଳ୍ପନା ବି କରିପାରିବେନି। କିନ୍ତୁ ସେ ଏଠି ଦେଖାଗଲେନି। ତେବେ ଆପଣ ତାଙ୍କ ଯୋଗ୍ୟତା ଆଉ ସେ ଦେଇଥିବା ବଚନ ଉପରେ ପ୍ରଶ୍ନ ଛିଡ଼ା କରିଦେଲେ। ମୋର ବହୁତ ବଡ଼ ଭୁଲ ହେଇଯାଇଛି ପରମ ପିତା। ମହାନ ଶିବ ଭକ୍ତ ଦଧିଚିଙ୍କର ସବୁଠୁ ବଡ଼ ବିଶେଷତ୍ୱ ଏଇଆ ଥିଲା ଯେ ସେ ବର୍ଷ ବର୍ଷ ଧରି ମହାଦେବଙ୍କର ତପସ୍ୟା କରିଥିଲେ। ଆଉ ଅନ୍ତରେ ଯେବେ ମହାଦେବ ତାଙ୍କୁ ବରଦାନ ମାଗିବାକୁ କହିଲେ ତେବେ ଋଷିବର କହିଲେ ଯେ ତାଙ୍କର ଅସ୍ଥିକୁ ବଜ୍ର ସମାନ କଠୋର କରିଦିଆଯାଉ, ଯେପରି ଅନ୍ତ ସମୟ ଯାଏ ତାଙ୍କ ଶରୀର ଭୋଳାନାଥଙ୍କ ତପସ୍ୟା କରିବାକୁ ଯୋଗ୍ୟ ହୋଇ ରହିଥିବ। ଧନ୍ୟ ହେ ଋଷି ଦଧିଚିଙ୍କ ଭକ୍ତି। ଆଉ ଆଜି ସେ ଜଗତ କଲ୍ୟାଣ ପାଇଁ ନିଜ ପ୍ରାଣର ଆହୁତି ଦେଇଦେଲେ। ଯେମିତି ତାଙ୍କ ବଜ୍ର ଅସ୍ଥି ଦ୍ୱାରା ଏଭଳି ଅସ୍ତ୍ର ତିଆରି ହେବ ଯେଉଁଥିରେ ବୃତ୍ତାସୁରର ନାଶ ହୋଇପାରିବ। ऋषि दधिची निज देह त्याग କରିଦେଲେ ମାତା। ହଁ ମାରୁତି, ରାକ୍ଷସ ବୃତ୍ତାସୁରକୁ ବ୍ରହ୍ମଦେବଙ୍କର ବରଦାନ ପ୍ରାପ୍ତ ଥିଲା ଯେ ସେ ଯେକୌଣସି ଧାତୁରେ ମରି ପାରିବନି। ଏବେ ଋଷି ଦଧିଚି ଦେବତାଙ୍କ ହିତ ପାଇଁ ଏହି ମହାନ ବଳିଦାନ ଦେଲେ। ଶନି ଦେବଙ୍କ ଦୃଷ୍ଟି ପଡ଼ିବା କାରଣରୁ ତାଙ୍କର ଯେଉଁ ଅହିତ ହେବାର ଥିଲା ତାକୁ ସେ ଦେବତାଙ୍କ ହିତରେ ପରିବର୍ତ୍ତିତ କରିଦେଲେ।
एबे यह देवतांक ऊपर निर्भर थिला जे सेमाने तांकर एही बलिदानर मान रखि पारिबे अथवा नाही। कौन ऋषिवरंक अस्थि द्वारा से असुरर अंत हेई पारिला? आउ ए कहानी रे पिपलाद अवतारर भूमिका कौन अछि माता? मु जानिबाकू उत्सुक अछि जे शनिदेव